ଏମ ଏମ ବା ଆସିଲ କି ମ ଓହୋ ସାତଟା ଆଦରୁ କୁଆଡ଼େ ଯାଇଥିଲ ମ 10ଟା ଆଧେ ହେଇଗଲା। ହଁ ଜଗି ବୋଇଲେ- ଜଗି 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 ମୁଁ ଖାଇଲି ଶେଷରେ ଭୋକ ଲାଗିଲା। ହଉ ହେଲେ ରୁଟି ଖାଇବ ନା ପଟା ଖାଇବ? କ'ଣ ଖାଇବ? ହେଁ ରୁଟି ଖାଇବ ନା ପଟା ଖାଇବ? ହଉ ନା ରୁଟି ପଟା ରାତିରେ କରିପାରୁନି ମ ସକାଳର ଭାତ ଅଛି ବୁଝିଲ। ଗରମ କରିଦେବି ଭାତ ଭଜା ପାମ୍ପଡ଼ ଟିକେ ଭାତ ଦେବି ଖାଇଦିଅ। ଭାତଟା ପକାଇବି। ମୁଁ ଖାଇବି ନାହିଁ ମ। କି କ'ଣ ପେଟ ଖରାପ ନା କ'ଣ? ନାଇଁ ନାଇଁ ଭୋଜି ଖାଇକି ଆଇଲି। ଆଜି ତ କିଛି ଭୋଜି ଭାତ ନଥିଲା। ସେଟା ତ କହୁଛି ମୁଁ। ହଁ କାହିଁ କିଛି ଡାକି କିଏ ନଥିଲେ ତ ତମେ କୋଉ ଭୋଜି କାହା ଭୋଜିକି ଯାଇଥିଲ? ମତେ କି ଜଣା କାହା ଭୋଜିକି ଯାଇଥିଲି। ହଁ ତାହେଲେ କୋଉ ଭୋଜି ଖାଇକି ଆଇଲ? ସେଟା ଶୁଣ ବାବୁ ମୁଁ ଆସୁଥିଲି 7ଟା ରାତିରେ ଫୋନ କଲ ତମେ ହଁ। ମୁଇଁ ଆସୁଥିଲି ବୋଲଛ ଆଗରେ ଗୋଟେ ବାରାତି ଗାଡି ଗୋଟେ ଯାଉଥିଲା ଡିଜେ ଫିଜେ ଲଗେଇକିରି ଧୁମ୍ ନାଚୁଛନ୍ତି ଗହଳି ପୁରା। ପୁଅ ଝିଅ ସମସ୍ତେ ନାଚୁଛନ୍ତି ହଁ। ଗହଳି କରିକିରି ଆସୁଥିଲେ ବୋଲଛ। ହଁ ସେ ଗାଡ଼ିରେ ସେ ପଛଆଡ଼େ ମୁଁ ଲାଗିଗଲି ମୋର ପଛଆଡ଼େ ଗୋଟେ 20 ଗାଡ଼ି ଆଗରେ 20 ଗାଡ଼ି ସେ ଭିତରେ ମୁଁ ନାଇଁ ଅଛି ନା ଆମ ଦାଣ୍ଡରେ ସିନ୍ଧିଆ ଜାମ୍ ହେଇଯାଉଛି। ଜାମ୍ ହେଇଯାଉଛି ନା ତାପରେ ଏପଟରୁ ଗାଡ଼ି ଯାକ ଯାଉଛନ୍ତି ସେପଟେ ବି ଜାମ୍ ହେଇଗଲାଣି। ହେଲେ ମୁଁ ଯେତେ ବୁଲେଇ ଦେଇକିରି ଏପଟକୁ ପଳେଇ ଆସିବି ଘର ଆଡ଼କୁ ପଳେଇ ଆସିବି ବୋଇଲା ବେଳକୁ ହଉନି ବୋଲଛ। ସେମିତି ହେଇ ସେ ଗାଡ଼ିଟା ବୋଲଛ କଲ୍ୟାଣ ମଣ୍ଡପ ଭିତରେ ପଶିଗଲା। ସେ ଭିତରେ ମୋ ସହିତ ଆହୁରି କେତେଟା ଗାଡ଼ି ମଧ୍ୟ କଲ୍ୟାଣ ମଣ୍ଡପ ଭିତରେ ପଶିଗଲୁ ଆମେ। ହେଲେ ଗଲି କୋଉ ସାଇଡ୍ରେ ହେଲେ ରଖିବି ରଖିକିରି ଗହଳି ଟିକେ କମିଲେ ବାହାରିକି ପଳେଇ ଆସିବି। ଗାଡ଼ିଟା ଷ୍ଟାଣ୍ଡ ମାରିକି ଠିଆ ହେଇଛି ବୋଲଛ। ସେ ଯେ କନ୍ୟା ପକ୍ଷର କେତେ ଜଣ ପଳେଇ ଆସିଲେ ସମସ୍ତଙ୍କୁ ଯେ ବରଯାତ୍ରୀ ଯାଇଥିଲେ ସେମାନଙ୍କର ସମସ୍ତଙ୍କ ବେକରେ ଗୋଟେ ଗୋଟେ ହାର ପକାଇଦେଲେ ବୋଲଛ। କି ହାର ମ? ହେଁ ଇଏ ମଲ୍ଲି ଫୁଲର ହାର କର୍ପୂର ମାଳି ହଁ ଗୋଟେ ଗୋଟେ ପକେଇଦେଲେ ସେ ପରଫ୍ୟୁମ୍ ଯାକ ସ୍ପ୍ରେ କରିଦେଲେ କରିଦେଇକି ଚାଲନ୍ତୁ ଆଜ୍ଞା ବୋଲିକିରି ଠେଲି ପେଲିକିରି ନେଇଗଲେ ଭିତରକୁ ବୋଲଛ। ମୁଁ କ'ଣ କହିବି କ'ଣ ଆଉ ତମେ ତ ବରଯାତ୍ରୀ ନେଇକି ମୁଁ କ'ଣ କହିବି ସେଠି ଆଉ ହେଲେ ଠେଲା ପେଲା କରି କିଛି ଶୁଣନ୍ତୁ ଆଜ୍ଞା ବୋଲେ ଆଜ୍ଞା ବସନ୍ତୁ ଆଗ ଟିକେ ଏତେ ବାଟ ନାଚି କୁଦିକିରି ଆସିଛନ୍ତି ଟିକେ ଆଗ ଟିକେ ଥଣ୍ଡା ଫଣ୍ଡା ପିଅନ୍ତୁ ଆଉ ଯାହା କହିଲେ ହଁ ବରଯାତ୍ରୀ ମର୍ଯାଦା ବୋଲି ଭିତରକୁ ନେଇଗଲେ ବୋଲଛ। ଚର୍ଚ୍ଚା ଆରମ୍ଭ କରିଦେଲେ। ମୁଇଁ ଟିକେ ହେଲେ ହଉ ଠିକ୍ ଅଛି ଗୋଟେ କୋଲ୍ଡ ଡ୍ରିଙ୍କସଟା ପିଇ ଦେଇକି ଉଠିକି ପଳାଇ ବୋଇଲା ବେଳକୁ କେତେ ଜଣ ଦେଖିଦେଲେ ବୋଲଛ। ସେମାନେ ଆସିକି ଆଜ୍ଞା ଆପଣଙ୍କର ଭିଡ଼ିଓ ବଢ଼ିଆ ଲାଗୁଛି ଆଜ୍ଞା ବଢ଼ିଆ ହସଉଛନ୍ତି ଆଜ୍ଞା ମ୍ୟାଡ଼ାମ୍ ବଢ଼ିଆ କହୁଛନ୍ତି ଆଜ୍ଞା କହିଲା ବେଳକୁ ବୋଲଛ ତାକେ ହସି ହସି ଗଡ଼ି ଯାଉଛନ୍ତି ମତେ ଦେଖିକିରି। ଏଆଡ଼େ ମତେ ଭିତରୁ କାନ୍ଦ ଲାଗିଲାଣି ଯେ କେମିତି ଏଠୁ ବାହାରିବି ବୋଲିକିରି ବୁଝିଲ ନା। ତାପରେ ବୋଲଛ ସାଙ୍ଗେ ସାଙ୍ଗେ ବୋଲଛ ସେଠି ଭିତରେ କିଏ ଜଣେ ଆହୁରି ପ୍ଲେଟ୍ ଗୋଟେ ଧରିକି ପଳାଇଲା। ଏ 5-7 ପ୍ରକାର ଭେରାଇଟି ବାସ୍ନା ଫାସ୍ନା ମସ୍ତ ହଉଥିଲା ଆଉ ମଟନ୍ ଫଟନ୍ ହେଇଥିଲା ମଟନ୍ ଇଆଡ଼େ ସବୁ ଯାକ ବିରିୟାନୀ ଫିରିୟାନୀ ହେଇଥିଲା ଆଉ ମଟନ୍ଟା ମ କି ମଟନ୍ ମ ପିଓର ଖାସି ମ ସଫ୍ଟ ହେଇନି କି ହେଟ୍ରେ ତୋର ମୁଣ୍ଡ କାମ କରୁନାହିଁ କି ସେଠି ପରା ଗୀତ ଫିତ ବାଜୁଥିବ ସେଥିରେ ତମକୁ ଫୋନ କଲେ ଶୁଣାଯିବ କି ବାହାରକୁ ସେମାନେ ଛାଡ଼ିଲେ ତ ହେ ସେଠି ବୋଲଛ ପେଟେ ଖାଇଲି ତାପରେ ଆହୁରି ବୋଲଛ ସେ ରସମଲାଇ କରିଥିଲେ ଆଣିକି ଦେଲେ ସେଇଟା ଗୋଟେ 2 ପ୍ଲେଟ୍ ଖାଇଲି। ତାପରେ ଗୋଟେ ସୋଡ଼ାଟେ ସେ କି ସୋଡ଼ା କି ଗ୍ଲାସ୍ ଭିତରେ ନେଇକି ଆଉ ଗୋଟେ ସାନ ଗ୍ଲାସ୍ ରଖିକି ଓଲଟେଇକିରି କ'ଣ କରିକିରି ସେଇଟା ଗୋଟେ ଖାଇଲି ବଢ଼ିଆ ଲାଗିଲା ମାତ୍ର ଭଲ ଭୋଜି କରିଥିଲେ ମାତ୍ର କାହାର ଭୋଜି ମାତ୍ର ମୁଁ ଜାଣିପାରିଲି। ଆରେ ବୁଝୁନ ତମେ ମୁଁ ବରଯାତ୍ରୀ ପରା ଖାଇଲ ତ ଦେଇକି ଆଇଲେ କ'ଣ ହେଲା? ଆରେ ମୁଁ ପରା ବରଯାତ୍ରୀ ବୋଲି ଭାବିକି ମତେ ଭିତରେ ପୁରେଇ ଦେଇଛନ୍ତି ମୁଁ କେମିତି ଦେବି ସେଠି ଯିବନି ସେ କାଞ୍ଚିଆ ବୁଦ୍ଧି ଯିବନି। ହେଟ୍ରେ ସେ କହୁନାହାନ୍ତି ବିନା ନିମନ୍ତ୍ରଣରେ ବରଯାତ୍ରୀ ଆଉ ଗୋଟେ ହିନ୍ଦୀ ଡାଇଲଗଟେ କ'ଣ ଅଛି? ହଁ କ'ଣ ବେଗାନି ଶାଦି ମେ ଅବଦୁଲ୍ଲା ଦିୱାନା। ବେଗାନି ଶାଦି ମେ ଅବଦୁଲ୍ଲା ଦିୱାନା ସେମିତି ତମେ ଯାଇଥିଲ। ଆରେ ବାବୁ ମତେ ପରିସ୍ଥିତି ସେମିତି କରିଦେଲା କରିବା ଲାଗି ଆଉ ମୁଇଁ କ'ଣ କରିବି। ଆଉ ଶୁଣ ଏତେ ସବୁ କଥା ଖାଇ ଦେଇଛ ତ ତମେ? ମୁଁ ଖାଇସାରି ଭଲ କଲ ଗୋଟେ କାମ କର ଟିକେ ଉଷୁମ ପାଣି କରିଦିଅ ପିଇଦେବି ମୁଁ ଟିକେ ଆଗ ବୋଲେ ବେଶୀ ହେଇଯାଇଛି ତ ମଟନ୍ଟା ବଢ଼ିଆ ହେଇଥିଲା ତ କିନ୍ତୁ କି ମଟନ୍ ମ ବେଶୀ ଟିକେ ଖାଇଦେଲ ପ୍ଲିଜ୍ କି ବାଧାରେ ବାବୁ କେତେ ପ୍ରଶ୍ନ ବୋଇଲେ ମାତ୍ର ଭୋଜିଟା ବଢ଼ିଆ ହେଇଥିଲା ମାତ୍ର